ଆଉ ବହୁତଟେ ପ୍ରକଳ୍ପ ଅଛି ଯେନ୍ଟାକି ଆପଣ ଦେଖିଥିବେ ମଧୁବାବୁ ପ୍ରଦେଶ ଗଠନ କରିଥିଲେ। ପ୍ରତ୍ୟେକ ଭଲ କାର୍ଯ୍ୟରେ ଓକିଲମାନଙ୍କର ସାମିଲ ହେବାର ଜରୁରୀ ହେ। ତାର ପରେ ଯାଇକରି ସମାଜରେ କିଛି ସୁଧାର ଆସି। ତ ହେତିର୍ ଲାଗି ପ୍ରତ୍ୟେକ କାର୍ଯ୍ୟ କରବାର୍ ଲାଗି ବଲାଙ୍ଗୀର ଜିଲ୍ଲାରେ ପ୍ରତ୍ୟେକ କ୍ଷେତ୍ରରେ ଆମେ ଅଣ୍ଟା ଭିଡ଼ିଚୁଁ ଜିଲ୍ଲା ଓକିଲ ସଂଘ। ଆଗାମୀ ଦିନରେ ଯେନ୍ ବି ପ୍ରକାର ଲୋକ କୌଣସି ଅସୁବିଧା ନେଇକରି ଆସେ ଆମର ପାଖକେ, ଆମେ ଚେଷ୍ଟା କରମୁ ତାକେ ସଫଳ କରବାର୍ ଲାଗି, ସୁବିଧା ଯୋଗାଇ ଦେବାର୍ ଲାଗି। ମୋର ନାଁ ବାସୁଦେବ ରଥ, ଜିଲ୍ଲା ଓକିଲ ସଂଘର ସଭାପତି। 2025-26 ଯେ ନିର୍ବାଚିତ ହେଇକରି ଆମେ ସଭାପତିରେ ବସିଥିଲୁ ଏକ୍ଜିକ୍ୟୁଟିଭ ସାଙ୍ଗେ, ସେଟା ସମ୍ପୂର୍ଣ୍ଣ ହେଲା। ଆସନ୍ତା 28 ତାରିଖରେ ଆମର ଫେର୍ ନିର୍ବାଚନ ଅଛି। ଗଲା ନିର୍ବାଚନରେ ଜିଲ୍ଲା ଓକିଲ ସଂଘ ତରଫରୁ ଆମେ ବହୁତଟେ କାର୍ଯ୍ୟକ୍ରମ କରିଥିଲୁ, ଯେନ୍ଥିରେ ଆମର ପବ୍ଲିକ୍ ଆୱାରନେସ୍ ବି ହେଇଥିଲେ, ଏଡଭୋକେଟ୍ ବି ଆୱାରନେସ୍ ହେଇଥିଲେ। ନ୍ୟୁ ଯୋନ୍ ଆମର ଭାଇ ଆର୍ ଭଉଣୀମାନେ ଯେନ୍ମାନେ ଜଏନ୍ କରିଛନ୍ ଏଡଭୋକେଟ୍ରେ, ସେମାନେ ବି ବହୁତ ଜୋରରେ ଜ୍ଞାନ ରହିଥିଲେ। ଆଉ ଆମର ପ୍ରୟାସ ଜାରି ଥିଲା ଯେ ଭାରତବର୍ଷରେ ଯେତ୍କି ବି ଆମେ ଅଛୁଁ ସମସ୍ତେ ସମ୍ବିଧାନ ବାବଦରେ ଜାନବାର କଥା, ଜ୍ଞାନ ହେବାର କଥା, ହେଲେ ଯାଇକରି ଆମେ କୌଣସି ଜାଗାରେ ବି ଶିକାର ନାଇଁ ହଉ ବୋଲିକରି ମୁଇଁ ମନେ ଭାବୁଛେ। ଆଉ ଦିନକେ ଦିନ ଆମର ଲ ବି ଆମେଣ୍ଡମେଣ୍ଟ ହଉଛେ ପାର୍ଲିଆମେଣ୍ଟରେ, ତ ସେଟା ଜାନବାର ଆମକୁ ଜରୁରୀ। ନୂତନ ପିଢ଼ି ଯେନ୍ ଆସୁଛନ୍ ତାର ବାବଦରେ ପଢ଼ବାର ବି ଜରୁରୀ। ସେଥିର୍ ଲାଗି ବୋଲି ଜିଲ୍ଲା ଓକିଲ ସଂଘ ତରଫରୁ ପ୍ରୟାସ ଜାରି କରିକିରି ବିରାଟ ଆକାରରେ ଗୋଟେ ଲାଇବ୍ରେରୀ କରାହେଇଛି, ଯେନ୍ଟିକି ସିନିୟର ଜୁନିୟର ସମସ୍ତେ ମିଶିକରି ଆମେ ପାଠ୍ୟକ୍ରମ କରୁଛୁ। ଆଉ ଆଗାମୀ ଦିନରେ ଆମର ଯେନ୍ ମେମ୍ବର୍ସ ବହୁତଟେ ସଂଖ୍ୟାରେ ଆମେ ବଢ଼ିଗଲୁନ। ଆଗରୁ କମ୍ ମେମ୍ବର ଥିଲୁ, ତ ବର୍ତ୍ତମାନ ସାରା ଓଡ଼ିଶାରେ ନୂତନ କୋଠାମାନେ ଯେନ୍ ନିର୍ମାଣ ହଉଛି ଆମର କୋର୍ଟମାନେ, ତ ସେଥିର୍ ଲାଗି ବୋଲିକରି ଆମେ ପ୍ରୟାସ ଜାରି ରହିଛୁ ଯେ ଆମର ନୂତନ କୋଠା ଅତି ଶୀଘ୍ର ଆରମ୍ଭ ହେବାରକେ ଯାଉଛେ। ତାର ସଙ୍ଗେ ସଙ୍ଗେ ଆମର ଯେନ୍ ଏଡଭୋକେଟ୍ ମାନଙ୍କର ୱେଲଫେୟାର ଅଛେ, ୱେଲଫେୟାର ଟ୍ରଷ୍ଟ ବି ଆମେ ବିରାଟ ଆକାରରେ ଟିକେ ବଢ଼ାବାର ଲାଗି ଚାହୁଁଛୁ, ଯେନ୍ଥିରେ ଆମର ମେମ୍ବର୍ସ ମାନେ ବେନିଫିଟ୍ ପାଇପାରବେ। ମେଡ଼ିକାଲ କ୍ଲେମ୍ ହେଲା କି ଅନ୍ୟାନ୍ୟ ବି ଯଦି ଯାହା ବି ଅସୁବିଧା ହଉଛେ ତାର ଲାଗି ବି ଆମେ ସୁବିଧା କରବାର ଲାଗି ରେଡ଼ି ଅଛୁଁ। 28 ତାରିଖରେ ଆମର ନିର୍ବାଚନ ଆସୁଛେ, ବର୍ଷକ ଥରେ ନିର୍ବାଚନ ହଉଛେ। ମୁଇଁ ମୋର ବରିଷ୍ଠ ଆଇନଜୀବୀ, ବିଶିଷ୍ଟ ଆଇନଜୀବୀ ମୋର ଭାଇ ଭଉଣୀମାନଙ୍କୁ ବାସୁଦେବ ରଥ ତରଫରୁ ମୁଇଁ ନିବେଦନ କରୁଛେଁ ଯେ ଆଉ ଥରେ ମୋତେ ସେମାନେ ଜିତେଇକରି ଆନୁ। ଆହୁରି ଜିଲ୍ଲାରେ ଯେନ୍ ବହୁତଟେ କାର୍ଯ୍ୟ କରବାର ଅଛି, ତାକେ ଆମେ ସାମିଲ ହେଇକରି କେନ୍ତା କରି ସଫଳ କରମା, ତାର ବାବଦରେ ମୋତେ ଦିଗଦର୍ଶନ ଦଉନ୍ ବୋଲିକରି ମୁଇଁ ସବୁକୁ ଆଶୀର୍ବାଦ ମାଗୁଛେ।